ବିଜୁ ଜନତା ଦଳର ଦୁଇ ନେତାଙ୍କ ପାଇଁ ବର୍ବାଦ ହୋଇଛି ପ୍ରଭାତ ବିଶ୍ୱାଳଙ୍କ ରାଜନୈତିକ ଜୀବନ। ଏବେର ଭିକେ ପାଣ୍ଡିଆନଙ୍କ ପରି ସେମାନେ ମଧ୍ୟ ଦଳ ବୁଝୁଥିଲେ। ତେବେ ଦୀର୍ଘ 13 ବର୍ଷ ତଳେ କିଏ ସେହି ଭିକେ ପାଣ୍ଡିଆନ ଥିଲେ? ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବୟାନ ପରେ ଏବେ ଉଠିଛି ବଡ଼ ପ୍ରଶ୍ନ। ବିଜେଡିର ବରିଷ୍ଠ ନେତା ତଥା କଟକ ଚୌଦାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିସ୍ଫୋରକ ବୟାନ ଦେଇଛନ୍ତି। 13 ବର୍ଷ ତଳର ମିଡନାଇଟ୍ ଅପରେସନ କଥାକୁ ଦୋହରାଇ ଦୁଇ ନେତାଙ୍କ ନାଁ ନ ନେଇ କରିଛନ୍ତି ଟାର୍ଗେଟ। ସେତେବେଳର ଦୁଇ ନେତାଙ୍କ ପାଇଁ ତାଙ୍କ ରାଜନୈତିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। 2012 ମସିହା ମେ 29 ତାରିଖକୁ ଜୀବନରେ କେବେ ଭୁଲି ପାରିବେନି ପ୍ରଭାତ। ସତ୍ୟର ସବୁବେଳେ ଜୟ ହୋଇଛି। ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ସେ ଧଳା ପୋଷାକରୁ ନାଲି ପୋଷାକ ପିନ୍ଧିଛନ୍ତି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ। ପ୍ରଭାତ ଆହୁରି କହିଛନ୍ତି, ଚୋର ଚୋରି କରି ସାଧୁ ମୁଣ୍ଡରେ ଅଠା ବୋଳି ଚୋର ପଳେଇଲା ଧର ବୋଲି କହୁଛନ୍ତି। ସେମାନେ ଖୁସିରେ ଅଛନ୍ତି, ପ୍ରଭୁ ତାଙ୍କ କଥା ବୁଝୁଛନ୍ତି। ସେତେବେଳର ଦୁଇ ଜଣ ମନ୍ତ୍ରୀ ଫସାଇ ଦେଇଥିଲେ ଓ ସେହି ଦୁଇ ନେତାଙ୍କ ପାଇଁ କ୍ୟାରିୟର ପ୍ରଭାବିତ ହୋଇଛି। ଏବେ ପାଣ୍ଡିଆନ ଯେପରି ଦଳ କଥା ବୁଝୁଥିଲେ, ସେତେବେଳେ ପ୍ୟାରି ବୁଝୁଥିଲେ। ଆକ୍ରୋଶ ରଖି ଫସାଇ ଦେଲେ। ଏବେ ତାର ପରିଣାମ ଭୋଗୁଛନ୍ତି ବୋଲି କହିଛନ୍ତି ପ୍ରଭାତ। ତେବେ ସେହି ଦୁଇ ଜଣ ମନ୍ତ୍ରୀ କିଏ ତାହା ସ୍ପଷ୍ଟ କରିନାହାନ୍ତି ପ୍ରଭାତ। एटा बहु आगु आपण मानक सब कहुई थरे नुह बारंबार कही तेणु आज से दिन आज ठीक 13 वर्ष मोर मन अच्छे सब कही सत्यर सब बेले जय सत्यर सब बेले जय मूल कही देखे समय बड़ बड़वान से कथा तो आमे आमे कहवा ठीक हम ना किंतु एतिकी कहबी जो कथा आज ठीक 13 वर्ष तले घटी जो कथा आपण मैंने पचार मुझे मूलरू दुई जन पूर्वतन मंत्री ये धला पोशाक नाली पोशाक पिंधि सबु कथा प्रकाश करी हब नहीं। पूर्वतन मंत्री जन दल नथि आमे जने कही सत्य निष्ठापर भाव कार्यक्रम करूँ मोर आज भी कहूँ न्यायपालिका उपरे यथेष्ट भरोसा अच्छी। कटकरू आरित कुमार महापात्रଙ୍କ रिपोर्ट खबर ओडिशा।